ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଶୁଭ ସକାଳ। ଆସନ୍ତୁ ଆଜି ସକାଳର ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା। ଗ୍ରୀଷ୍ମ ଛୁଟିରେ ଯୁକ୍ତ 2 ପିଲାଙ୍କୁ ଦିଆଯିବ ନିଟ୍ ଓ ଜେଇର କୋଚିଂ। ମିଳିଥିବା ଖବର ଅନୁଯାୟୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ଯେ ଗ୍ରୀଷ୍ମ ଛୁଟିରେ ଯୁକ୍ତ 2 ପିଲାଙ୍କୁ ଦିଆଯିବ ନିଟ୍ ଓ ଜେଇର କୋଚିଂ। ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ଲୋକମାନଙ୍କୁ ଘରୁ ବାହାରି ପାରୁନାହାନ୍ତି। ଏହିଭଳି ସ୍ଥିତିରେ ସ୍କୁଲ ଓ କଲେଜରେ ପିଲାମାନଙ୍କୁ ଘରୁ ବାହାରିବା ନିହାତି ପକ୍ଷେ କଷ୍ଟକର। ସେଥିପାଇଁ ରାଜ୍ୟ ସରକାର ଖରା ଛୁଟି ଘୋଷଣା କରିଦେଇଛନ୍ତି। ଏହି କ୍ରମରେ ରାଜ୍ୟର ସମସ୍ତ ଯୁକ୍ତ 2 ମହାବିଦ୍ୟାଳୟ ମଧ୍ୟ ଶିକ୍ଷାଦାନ ବନ୍ଦ ରହିବ। ତେବେ ଖରାରେ ଛୁଟିରେ ଯୁକ୍ତ 2 ଛାତ୍ରଛାତ୍ରୀମାନଙ୍କୁ ନିଟ୍ ଓ ଜେଇର କୋଚିଂ ଦିଆଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ବାବଦରେ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ବସ୍ରେ ଥିଲେ 40 ଯାତ୍ରୀ, ହଠାତ୍ ଲାଗିଲା ନିଆଁ। ମିଳିଥିବା ଖବର ଅନୁଯାୟୀ ଦ୍ରୁତ ଗତିରେ ବସ୍ଟି ଲକ୍ଷ୍ୟସ୍ଥଳକୁ ଅଭିମୁଖେ ଯାଉଥିଲା, ମାତ୍ର ହଠାତ୍ ବିଚ୍ ରାସ୍ତାରେ ବସ୍ରେ ଲାଗିଲା ନିଆଁ। ଆଉ ହୁ ହୁ ହୋଇ ଜଳିଗଲା ବସ୍। ଏହିପରି ଏକ ଅଘଟଣ ଢେଙ୍କାନାଳ ଜିଲ୍ଲାରେ ଘଟିଛି। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ପ୍ରିୟାଂଶୀ ନାମକ ବସ୍ ଗତକାଲି ସକାଳେ ପ୍ରାୟ 40 ଜଣ ଯାତ୍ରୀଙ୍କୁ ଧରି ଅନୁଗୁଳରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ବସ୍ଟି ଢେଙ୍କାନାଳ ଜିଲ୍ଲା ଅତିକ୍ରମ କରୁଥିବା ବେଳେ ଆନନ୍ଦନଗର ନିକଟରେ ଜାତୀୟ ରାଜପଥ 55 ଉପରେ ହଠାତ୍ ସେଥିରେ ନିଆଁ ଲାଗିଗଲା। ନିଆଁରେ ଲାଗିଥିବା ଜାଣି ସମସ୍ତ ଯାତ୍ରୀ ତୁରନ୍ତ ବସ୍ରୁ ଓହ୍ଲାଇ ପଡ଼ିଲେ। ଏଠାରେ ବସ୍ଟି ରାଜପଥ ଉପରେ ହୁ ହୁ ହୋଇ ଜଳିବାକୁ ଲାଗିଲା। ଖବର ପାଇ ତୁରନ୍ତ ଢେଙ୍କାନାଳ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଲେ ଆଉ ବହୁ ପରିଶ୍ରମ ପରେ ବସ୍ରେ ଲାଗିଥିବା ନିଆଁକୁ କାବୁ କରିଥିବା ଜଣାପଡ଼ିଛି। ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ସରକାରୀ ହସ୍ପିଟାଲ ପରିସରରେ ମେଡିସିନ ଷ୍ଟୋର ମନା, 15 ଦିନରେ ଉଚ୍ଛେଦ ପାଇଁ ନିର୍ଦ୍ଦେଶ। ମିଳିଥିବା ଖବର ଅନୁଯାୟୀ ହସ୍ପିଟାଲ କ୍ୟାମ୍ପସରୁ ହଟିବ ମେଡିସିନ ଷ୍ଟୋର। 15 ଦିନ ଭିତରେ ହସ୍ପିଟାଲ କ୍ୟାମ୍ପସ ଭିତରେ ଥିବା ମେଡିସିନ ଷ୍ଟୋର ହଟାଇବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ହାଇକୋର୍ଟ ରାୟ ଆଧାରରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ମେଡିସିନ ଷ୍ଟୋରଗୁଡ଼ିକରେ ଭେକେନ୍ସି ନୋଟିସ ଜାରି କରିବା ପାଇଁ ଚିଠି ଲେଖିଥିବା ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ। ତେବେ ଏମକେସିଜି ମେଡିକାଲ, ବୁର୍ଲା ଭୀମସାର କର୍ତ୍ତୃପକ୍ଷ ସହ 24 ଜିଲ୍ଲାକୁ ମୁଖ୍ୟ ଚିକିତ୍ସାଳୟଠାରୁ ଏହି ଚିଠି ଲେଖାଯାଇଛି। ଚିଠିରେ ଉଲ୍ଲେଖ ହୋଇଛି, 2015 ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ କ୍ୟାମ୍ପସରେ ଥିବା ମେଡିସିନ ଷ୍ଟୋରଗୁଡ଼ିକର ଲାଇସେନ୍ସ ଅବଧି ବଢ଼ାଯିବ ନାହିଁ ଏବଂ ନୂଆ ଲାଇସେନ୍ସ ଲାଗୁ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ତଥାପି କିଛି କ୍ୟାମ୍ପସରେ ଲାଇସେନ୍ସ ଅବଧି ସରିବା ସତ୍ତ୍ୱେ ମଧ୍ୟ ମେଡିସିନ ଷ୍ଟୋର ଚାଲିଥିବା ନେଇ କିଛି ନିର୍ଦ୍ଦିଷ୍ଟ ମେଡିସିନ ଷ୍ଟୋର ପକ୍ଷରୁ ହାଇକୋର୍ଟ ମାମଲା ହୋଇଥିଲା। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି, କୋର୍ଟରେ ପହଞ୍ଚିଲା ମାମଲା। ମିଳିଥିବା ଖବର ଅନୁଯାୟୀ ହିନ୍ଦୁ ଶିଖ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା 6 ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିବାକୁ ଦିଲ୍ଲୀ ହାଇକୋର୍ଟ ଆବେଦନ ଦାଖଲ କରିଛି। 6 ବର୍ଷ ପାଇଁ ମୋଦିଙ୍କୁ ନିର୍ବାଚନ ଲଢ଼ିବାରୁ ଦୂରେଇ ରଖାଯିବ ବୋଲି ଆବେଦନକାରୀ ଦାବି ହୋଇଛି। କୋର୍ଟ ଏହି ଶୁଣାଣି ଏପ୍ରିଲ 29 ସୋମବାର କରିବ। ଆଇନଜୀବୀ ଆନନ୍ଦ ଏସ୍ ଜେନେରାଲ ଏହିପରି ଆବେଦନ କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସଚିନ ଦତ୍ତା ଏହାର ଶୁଣାଣି କରିଥାନ୍ତେ, କିନ୍ତୁ ସେ ୟୁପିଏସି ଟ୍ରିବ୍ୟୁନାଲ ବସିଥିବା ଆବେଦନ ଶୁଣାଣି ହୋଇପାରି ନାହିଁ। ଆନନ୍ଦ ନିଜେ ଆବେଦନ କରିଛନ୍ତି ଯେ ମୋଦି ଜନପ୍ରତିନିଧି ଆଇନ ଅନୁଯାୟୀ 6 ବର୍ଷ ପାଇଁ ନିର୍ବାଚନ କମିଶନରୁ ଅଯୋଗ୍ୟ ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଏନବିଏସ୍ ପକ୍ଷରୁ ପୁଣି ନିଯୁକ୍ତି ପାଇଛି। 500 ପଦ ଖାଲିରେ ପିଜିଟି ଓ ଟିଜିଟି ପଦ ପୂରଣ ହେବ। ମିଳିଥିବା ଖବର ଅନୁଯାୟୀ ଶିକ୍ଷା କ୍ଷେତ୍ରରେ କ୍ୟାରିୟର କରୁଥିବା ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ପୁଣି ଆସିଛି ବଡ଼ ଖବର। 500ରୁ ପିଜିଟି ଓ ଟିଜିଟି ପଦ ନେଇ ପୁଣି ପ୍ରକାଶ ପାଇଛି ବିଜ୍ଞପ୍ତି। ତେବେ ଅନଲାଇନ ଆବେଦନ ଚାଲିଥିବା ବେଳେ ମେ 16ରେ ଫିଜିକାଲ ମେଡରେ ସାକ୍ଷାତକାର କରାଯିବ ସମ୍ଭାବନା। ଚଳିତ ବର୍ଷ ଜୁଲାଇ ମାସ 1 ତାରିଖ ସୁଦ୍ଧା ସମସ୍ତ ପ୍ରାର୍ଥୀଙ୍କ ସର୍ବାଧିକ ବୟସ 50 ବର୍ଷ ରହିଥିବା ଆବଶ୍ୟକ। ଏକ୍ସ-ଏନଭିଏ ଶିକ୍ଷକଙ୍କ ପାଇଁ ବୟସ ସୀମା 65 ବର୍ଷ ରହିଛି। ଟିଜିଟି ପଦ ପାଇଁ ପ୍ରାର୍ଥୀ ପ୍ରାସଙ୍ଗିକ ବିଷୟରେ ଡିଗ୍ରୀ, ବିଏଡି, ସିଇଟି ପାସ୍ କରିଥିବା ଆବଶ୍ୟକ। ସେହିପରି ପିଜିଟି ପଦ ପାଇଁ ପ୍ରାର୍ଥୀମାନେ ପ୍ରାସଙ୍ଗିକ ବିଷୟରେ ବିଏଡି, ପିଜି କରିଥିବା ଆବଶ୍ୟକ। ଟିଜିଟି ପାଇଁ 283ଟି ପଦ ଓ ପିଜିଟି ପାଇଁ 217ଟି ପଦ ଖାଲି ରହିଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଶାହାଙ୍କ ପରେ ଓଡ଼ିଶା ଆସିବେ ଜେପି ନଡ୍ଡା, ବ୍ରହ୍ମପୁରରେ ଜନସଭାକୁ କରିବେ ସମ୍ବୋଧନ। ମିଳିଥିବା ଖବର ଅନୁଯାୟୀ 28ରେ ଓଡ଼ିଶା ଆସିବେ ନଡ୍ଡା। ଆସନ୍ତା 28 ତାରିଖରେ ଦିନିକିଆ ଗସ୍ତରେ ଓଡ଼ିଶା ଗସ୍ତ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି। ବ୍ରହ୍ମପୁର ସାଧାରଣ ସଭାକୁ ସମ୍ବୋଧନ କରିବେ। ବ୍ରହ୍ମପୁର ନିର୍ବାଚନ ସଭା ପରେ ନବରଙ୍ଗପୁର ଯିବେ ନଡ୍ଡା। ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ।
ଉଭୟ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କର୍ମକର୍ତ୍ତା ସହ ଆଲୋଚନା କରି କିଭଳି 2024 ନିର୍ବାଚନକୁ ଦଳ ମଜବୁତ ହାସଲ କରିବ ସେଇ ଟିପ୍ସ ଦେବେ ନଡ୍ଡା। କିନ୍ତୁ ଜାଣିନ ପରବର୍ତ୍ତୀ ଅପଡେଟ୍ ବିଷୟରେ। ବାହାର ସହର ତାପମାତ୍ରା 40 ଡିଗ୍ରୀ ଉପରେ 45 ଡିଗ୍ରୀ ସହ ଅନୁଗୁଳ। ଆଜିର ସର୍ବୋଚ୍ଚ ତାପମାତ୍ରା ଆହୁରି ବଢିବ। ମିଳିଥିବା ଖବର ଅନୁଯାୟୀ ଦୀର୍ଘ ଦିନ ଧରି ରାଜ୍ୟର ତାପମାତ୍ରା ଖସିବାର ନାଁ ଧରୁନାହିଁ। ଏହିପରି ଅବସ୍ଥା ହୋଇଛି ଯେ ସକାଳୁ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇଛି। ତେବେ ରାଜ୍ୟର 4ଟି ସହର ତାପମାତ୍ରା 44 ଡିଗ୍ରୀ ଉପରେ ଓ 45 ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ପରିଗଣିତ ହେଉଛି। ଆଗାମୀ 48 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଦିନର ତାପମାତ୍ରା ଆହୁରି 2 ଡିଗ୍ରୀ ଲେଖାଏଁ ବୃଦ୍ଧି ପାଇବା ସମ୍ଭାବନା। ପାଣିପାଗ ବିଭାଗ ଅନୁଯାୟୀ 4 ରୁ 5 ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଗ ସ୍ଥିତି ରହିବ। ଏହିପରି କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ସ୍ଥିତି ଲାଗି ରହିବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ସିଏପିଏଫରେ ପୂରଣ ହେବ 500ରୁ ଅଧିକ ଆସିଷ୍ଟାଣ୍ଟ କମାଣ୍ଡ। ମିଳିଥିବା ଖବର ଅନୁଯାୟୀ ସଂଘ ଜନସେବା ଆୟୋଗ ୟୁପିଏସସିରେ ଚାକିରି କରିବା ପାଇଁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ତେବେ ନିକଟରେ ୟୁପିଏସସି ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ୟୁପିଏସସି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସରେ ଆସିଷ୍ଟାଣ୍ଟ କମାଣ୍ଡ ସହ ଏସି ନିଯୁକ୍ତି ଘୋଷଣା ହୋଇଛି। ଏହି ନିଯୁକ୍ତି ମାଧ୍ୟମରେ ବିଏସଏଫ୍, ସିଆଇଏସଏଫ୍, ଆଇଟିବିପି ଏବଂ ଏସଏସବିର ଆସିଷ୍ଟାଣ୍ଟ କମାଣ୍ଡ ପଦବୀ ପୂରଣ ହେବ। ଏଥିପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ 506ଟି ପଦବୀ ପୂରଣ ହେବ। ଯୋଗ୍ୟ ଆଗ୍ରହୀ ପ୍ରାର୍ଥୀମାନେ ୟୁପିଏସସି ସିଏପିଏଫର ଅଫିସିଆଲ ୱେବସାଇଟ୍ upsc.gov.in କୁ ଯାଇ ଆପଣ ଅନଲାଇନ୍ ଆବେଦନ କରିପାରିବେ। ଅନଲାଇନ୍ ଆବେଦନ ଚାଲିଥିବା ବେଳେ ଶେଷ ତାରିଖ ହେଉଛି 14 ମେ 2024। ଶିକ୍ଷାଗତ ଯୋଗ୍ୟତା ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍। ସର୍ବନିମ୍ନ ବୟସ 20 ଓ ସର୍ବାଧିକ 26 ବର୍ଷ ରହିଛି।